ଦେଖନ୍ତୁ ରାଜନୀତିରେ ବହୁତ ବିଷୟ ଚର୍ଚ୍ଚା ହୁଏ। ଏଠି କୁଆ ଉଡ଼ିଗଲେ ଛୁଆ ଉଡ଼ିଗଲା ବୋଲି କୁହନ୍ତି। ତେଣୁକରି ସେ ବିଷୟର ଖବର କାହା ପାଖରେ କଂକ୍ରିଟ୍ ଖବର ନାହିଁ। ବାକି ଯେଉଁ ବିଷୟ କହିଲେ ମୁଖ୍ୟମନ୍ତ୍ରୀଙ୍କୁ ଆଜି ପ୍ରଭାତ ବିଶ୍ୱାଳଙ୍କ ନେତୃତ୍ୱରେ ସମ୍ବର୍ଦ୍ଧନା କରାଗଲା। ପ୍ରଭାତ ବିଶ୍ୱାଳ ବର୍ତ୍ତମାନ ବିଜେଡ଼ି କି କଂଗ୍ରେସର ଏମ୍ଏଲ୍ଏ ନାହାନ୍ତି, ସେ ଜଣେ ସାଧାରଣ ରାଜନୈତିକ କର୍ମୀ। ବାକି ମୁଖ୍ୟମନ୍ତ୍ରୀ ବିଧାୟକ ଭାବରେ କୌଣସି ଦଳର ଚିହ୍ନରୁ ନିର୍ବାଚିତ ହୋଇଥାଇ ପାରନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ହେଲା ପରେ ସେ ସାରା ଓଡ଼ିଶାର ପୁରା ପ୍ରଦେଶର ସମସ୍ତଙ୍କର ଆକାଉଣ୍ଟବିଲିଟି ତାଙ୍କ ମୁଣ୍ଡ ଉପରେ ନ୍ୟସ୍ତ ଅଛି। ସେ ଦୃଷ୍ଟିରୁ ଦଳ ମତ ନିର୍ବିଶେଷରେ ସମସ୍ତ ବିଧାୟକ ତାଙ୍କୁ ଭେଟନ୍ତି। ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ ବେଳେ ଯେଉଁ ଦଳର ବିଧାୟକ ସେଠି ଥାଆନ୍ତୁ ନା କାହିଁକି, କଂଗ୍ରେସର ବା ବିଜେଡ଼ିର ବା ବିଜେପିର ସମସ୍ତେ ସମର୍ଥିତ କରନ୍ତି। ଆଜି ଚୌଦ୍ୱାର କଟକର CRRI କି ଯେଉଁ ପ୍ରୋଗ୍ରାମ ଥିଲା, ତେଣୁ ସେ ଦୃଷ୍ଟିରୁ ସେଇଟା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କର ପୁରୁଣା ନିର୍ବାଚନ ମଣ୍ଡଳୀ। ସୌଜନ୍ୟତା ଦୃଷ୍ଟିରୁ ବିଶେଷ କରି ରାଜନୈତିକ ଭଦ୍ରାମୀ ଦୃଷ୍ଟିରୁ ସମ୍ବର୍ଦ୍ଧିତ କଲେ ଏଇଟା ଗୋଟେ ଭଲ କଥା। କିନ୍ତୁ ସାର୍ ଏଇଟା ଯେତେବେଳେ ତାଙ୍କୁ ପଚରାଗଲା ମଧ୍ୟ ବି ଆପଣ ବିଜେପି ଯୋଗଦେବେ, ତାକୁ ମଧ୍ୟ ସ୍ପଷ୍ଟ ଭାବରେ ଖଣ୍ଡନ କଲେ ନାହିଁ। ତେବେ ଦଳ ତାକୁ କିଭଳି ଦୃଷ୍ଟିରେ ଗ୍ରହଣ କରିବ ଯଦି ପ୍ରଭାତ ବିଶ୍ୱାଳ ଆସନ୍ତି ସେମିତି? ସେଇଟା ତାଙ୍କ ମନର କଥା, ଆମେ କେମିତି ଜାଣିବା? ଯଦି ଆସନ୍ତି ମୁଁ ବିଜେପିରେ ଯୋଗ ଦେବାକୁ ଚାହୁଁଛି, ଆପଣ ଜିଲ୍ଲା ବିଜେପି ପକ୍ଷରୁ କିଭଳି ଭାବରେ ଦେଖାଯିବ? ଦେଖନ୍ତୁ, ଏଇଟା ଗୋଟେ ଅଖିଳ ଭାରତୀୟ ନିଷ୍ପତ୍ତି। ଆପଣ ମାନ୍ୟ ଗୃହମନ୍ତ୍ରୀ ଅମିତ ଶାହା ଯେତେବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ, ପୁରା ଗୋଟେ ବିଷୟ ନିଷ୍ପତ୍ତି ନେଇଥିଲେ ଯେ ଯେକୌଣସି ଦଳର କାର୍ଯ୍ୟକର୍ତ୍ତା ହୁଅନ୍ତୁ ନା କାହିଁକି, ନେତୃତ୍ୱ ହୁଅନ୍ତୁ ନା କାହିଁକି, ଯାହା ପଛରେ ଜନାଧାର ଅଛି ତାଙ୍କୁ ଦଳରେ ସାମିଲ କରାଯାଉ। ବାକି ରହିଲା କ୍ୟାଡର ବିଷୟ, ଆମ ଦଳର ଯେଉଁ ବିଚାର, ରାଷ୍ଟ୍ରବାଦୀ ବିଚାରରେ ସେମାନଙ୍କୁ କେମିତି ଉଦ୍ବୁଦ୍ଧ କରାଯିବ, ଟ୍ରେଣ୍ଡ କରାଯିବ, ସେ ବିଷୟ ଦଳର କାମ। ବାକି ଜନାଧାର ଥିବା ନେତୃତ୍ୱଙ୍କୁ ଦଳରେ ସାମିଲ କଲେ ଦଳ ସୁଦୃଢ଼ ହେବ ଏବଂ ଆମେ ମଧ୍ୟ ଏ ନିର୍ବାଚନରେ ତା'ର ଫଳ ପାଇଲେ। ତେଣୁକରି ଯେତେ ସଫଳ ନେତୃତ୍ୱ ଦଳରେ ମିଶିବ, ଦଳ ସୁଦୃଢ଼ ହେବ। ତେଣୁକରି କିଏ ମିଶିବ ନ ମିଶିବ ସେଇଟା ତା'ର ବ୍ୟକ୍ତିଗତ ରୁଚି। ଯେମିତି ତାଙ୍କ ରୁଚି ସେ ନାଲି ପିନ୍ଧୁଥିଲେ, ଧଳା ପିନ୍ଧିଲେ, ସେ ତାଙ୍କର ବ୍ୟକ୍ତିଗତ ରୁଚି ପରେ ଯଦି ଆପଣଙ୍କ ରୁଚି କ'ଣ ରହିବ ଯଦି ସେ ଆସନ୍ତି ସେଭଳି? ସେଇଟା ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବେ, ସେଇଟା ମୋ ବିଷୟ ନୁହଁ। କାରଣ ଆପଣ ଜାଣିଛନ୍ତି ମୁଁ କାହାକୁ ମିଶ୍ରଣ କରାଇପାରିବିନି, ମଣ୍ଡଳ ସଭାପତିଟା କାହାକୁ ମିଶ୍ରଣ କରାଇପାରିବ ନାହିଁ। କରାଇପାରିବ ସେତିକିବେଳେ ଯେତେବେଳେ ରାଜ୍ୟରେ ସେଇଟା ସ୍କ୍ରୁଟିନିଂ ହେଇ ରାଜ୍ୟ ଅନୁମତି ପ୍ରଦାନ କଲା ପରେ ହିଁ ଆମେ ସେ ବିଷୟରେ ଚିନ୍ତା କରିବା। ଯଦି ତାଙ୍କ ସପକ୍ଷରେ ନିଷ୍ପତ୍ତି ନେଇ ଆମେ ମାନିବାକୁ ବାଧ୍ୟ, ନିଶ୍ଚୟ ମାନିବାକୁ ବାଧ୍ୟ। ଶୀର୍ଷ ନେତୃତ୍ୱ ଯେକୌଣସି ନିଷ୍ପତ୍ତି ନେବେ ଦଳର ହିତ ଦୃଷ୍ଟିରୁ ନେଉଥିବେ, ତେଣୁକରି ସେଇଟା ନିଶ୍ଚୟ ସ୍ୱାଗତଯୋଗ୍ୟ ପଦକ୍ଷେପ।